ରିନୁ ମୁଁ ଆଜି ବହୁତ ଖୁସି। ଏଇଟା ଆମର ପ୍ରଥମ ଅଣ୍ଡା। ଆଉ କିଛି ଦିନ ପରେ ହିଁ ମୋ ଛୋଟ ଛୁଆ ଅଣ୍ଡାରୁ ବାହାରିବ, ମତେ ବାପା ଡାକିବ। ଏ ସବୁ ଭାବିଲା ବେଳେ ହିଁ ମତେ ଭାରି ଖୁସି ଲାଗୁଛି। ହେଲା ହେଲା, ସେତିକି ଖୁସି ହେଇଥାଅ। ଆଗକୁ ଶୀତ ଦିନ, ଚାଲ ଏବେରୁ ହିଁ ଖାଇବା ଜମା କରି ରଖିବା, ନହେଲେ ପଛରେ ଆମ ଛୋଟ ଛୁଆ ଖାଇବା ପାଇଁ କଷ୍ଟ ପାଇବ। ନା ନା, ତୁ ମୋ ସାଙ୍ଗରେ ଆସନି। ଖାଇବା ଜମା କରିବା ଦାୟିତ୍ୱ ମୋର। ତୁ କେବଳ ଆମ ଅଣ୍ଡାର ଯତ୍ନ ନେ। ମୁଁ ଏଇ ଯାଉଛି, ଆଉ ଶୀଘ୍ର ଖାଇବା ନେଇ ଚାଲି ଆସିବି। ଏମିତି କହି ବାପା ଚଢ଼େଇ ଖାଇବା ଖୋଜିବାକୁ ଗଲା। ସେ ଏକ ଗହମ ବିଲରୁ କିଛି ଗହମ ଯୋଗାଡ଼ କରୁଥିଲା। ଠିକ୍ ସେହି ସମୟରେ ଗୋଟିଏ ପକ୍ଷୀ ଶିକାରୀ ସେଠାକୁ ଚାଲି ଆସିଲା। ସେ ବାପା ଚଢ଼େଇକୁ ଦେଖି ତାକୁ ତୀର ମାରିଲା, ଆଉ ତାକୁ ଧରି ଘରକୁ ଚାଲିଗଲା। ଏ ସବୁ ଘଟଣା ଦୂରରୁ ମିଟୁ ଦେଖୁଥିଲା। ସେ ଶୀଘ୍ର ରିନୁ ଚଢ଼େଇ ପାଖକୁ ଗଲା। ସେପଟେ ମା ମା, ମୁଁ ଅଣ୍ଡାରୁ ବାହାରି ଗଲି। ମୁଁ ଅଣ୍ଡା ଭିତରେ ଥାଇ ବାପାଙ୍କ କଥା ଶୁଣିଥିଲି। ବାପା କୁଆଡ଼େ ଗଲେ ମା? ମୋ ସୁନ୍ଦର ଝିଅ, ବାପା ତୋ ପାଇଁ ଖାଇବା ଆଣିବାକୁ ଯାଇଛନ୍ତି। ସେ ତତେ ଦେଖିଲେ ଅନେକ ଖୁସି ହେଇଯିବେ। ତୁ କିଛି ସମୟ ଅପେକ୍ଷା କର, ବାପା ଏବେ ଆସିଯିବେ। ରିନୁ, ହେ ରିନୁ, ସର୍ବନାଶ ହେଇଗଲା। ଗୋଟେ ବଡ଼ ଅଘଟଣ ଘଟିଗଲା। ତୁମେ ଏମିତି କାହିଁକି କହୁଛ ମିଟୁ ଭାଇ? କଣ ହେଇଛି ମତେ ଶୀଘ୍ର କୁହ। ଏ ରାଜୁ ଭାଇ ଆଉ ଏ ଦୁନିଆରେ ନାହିଁ। ଗୋଟେ ପକ୍ଷୀ ଶିକାରୀ ତାକୁ ମାରି ନେଇଗଲା। ତୁ ଏବେ ଧୈର୍ଯ୍ୟ ଧର, ମୁଁ ଯାଏ ଅନ୍ୟମାନଙ୍କୁ ବି ଏକଥା କହିଦିଏ। ଏ କଣ ହେଇଗଲା? ଝିଅକୁ ଦେଖିବା ପୂର୍ବରୁ ହିଁ ତୁମେ ଚାଲିଗଲ ରାଜୁ। ଏବେ ଆମେ ତୁମ ବିନା କେମିତି ବଞ୍ଚିବୁ? ବାପା ଚଢ଼େଇକୁ ହରେଇ ମା ଚଢ଼େଇ ଆଉ ତାର ଝିଅ ଅନେକ କାନ୍ଦୁଥିଲେ। ଏମିତି କିଛି ଦିନ ବିତିଗଲା। ଦିନେ ସକାଳେ ମା ମା, ଶୀଘ୍ର ଉଠ, ଭୂମିକମ୍ପ ହେଉଛି। ମା ଉଠ ମା। ଆରେ ସତରେ ତ, ଆମ ଘର ହଲୁଛି। ମାରି, ଆମ ଘର ଭାରି ଦୁର୍ବଳ, କେତେବେଳେ ବି ଭାଙ୍ଗିଯିବ। ଚାଲ ମା, ଶୀଘ୍ର ଏଠୁ ବାହାରି ଯିବା। ମା ଚଢ଼େଇ ଆଉ ତାର ଝିଅ ଶୀଘ୍ର ଘରୁ ବାହାରି ଆସିଲେ। ସେତେବେଳେ ସେମାନେ ଦେଖିଲେ କାଉ ସେଇ ଗଛକୁ କାଟୁଛି, ଯୋଉ ଗଛରେ ତାଙ୍କ ଘର ଥିଲା। ଏ କଣ କାଉ ଭାଇ, ତୁମେ ଆମକୁ କିଛି ନ କହି ଗଛ କାହିଁକି କାଟୁଛ? ତୁମେ କଣ ଦେଖିପାରୁନ ଏଇ ଗଛରେ ଆମ ଘର ଅଛି? ଏ ଗଛ ଏବେଠୁ ତୋର ନୁହଁ, ମୋର। ଏ ଗଛ ତୁମର କେମିତି ହେଲା? ଆମେ ଅନେକ ଦିନ ଧରି ଏ ଗଛରେ ରହି ଆସୁଛୁ। ଶୁଣ ଚଢ଼େଇ, ତୋ ସ୍ୱାମୀ ମୋଠୁ ଟଙ୍କା ଧାର ନେଇଥିଲା। ସେ କହିଥିଲା ସେ ଯଦି ଟଙ୍କା ଫେରେଇ ନ ପାରିବ ମୁଁ ଏ ଗଛକୁ କାଟି ନେଇଯିବି। ତୁ ଯଦି ଚାହୁଁଛୁ ମୁଁ ଏ ଗଛ ନ କାଟିବି, ତୁ ଏବେ ହିଁ ମତେ 10,000 ଟଙ୍କା ଦେ। ଏତେ ଟଙ୍କା? ହେଲେ କାଉ ଭାଇ, ଏତେ ଟଙ୍କା ତ ମୋ ପାଖରେ ନାହିଁ। ମତେ ଆଉ କିଛି ଦିନ ସମୟ ଦିଅ, ମୁଁ ତୁମକୁ ସବୁ ଟଙ୍କା ଫେରେଇ ଦେବି। ନା, ମୁଁ ଆଉ ସମୟ ଦେଇ ପାରିବିନି। ମତେ ଏବେ ହିଁ ଟଙ୍କା ଦେ, ନହେଲେ ମୁଁ ଏ ଗଛ କାଟିବି। ଏମିତି କହି କାଉ ପୁଣି ଗଛ କାଟିବା ଆରମ୍ଭ କଲା। ଚଢ଼େଇ ସାହାଯ୍ୟ ପାଇଁ ମିଟୁ ପାଖକୁ ଗଲା। କଣ ହେଲା ଚଢ଼େଇ, ତୁ ଏମିତି କାନ୍ଦୁଛୁ କାହିଁକି? ମତେ କହ, କଣ ହେଇଛି ତୋର? ଏମିତି ଚଢ଼େଇ ମିଟୁକୁ ସବୁ ଘଟଣା କହିଲା। ସେ ଦୁଷ୍ଟ କାଉର ଏତେ ସାହସ! ରାଜୁ ମରୁ ମରୁ ସେ ଗଛ କାଟିବାକୁ ଚାଲି ଆସିଲା। ମୋ ସାଙ୍ଗରେ ଚାଲ ଚଢ଼େଇ, ଦେଖିବା ସେ କାଉ କେମିତି ଗଛ କାଟିବ। ରହିଯା ଦୁଷ୍ଟ କାଉ, ତୁ ଏ ଗଛ କାଟି ପାରିବୁନି। କଣ ପାଇଁ କାଟି ପାରିବିନି? ଏ ଗଛ ଏବେଠୁ ମୋର। ମୋର ଯାହା ଇଚ୍ଛା ହବ ମୁଁ ତାହା କରିବି। ଦେଖ କାଉ, ରାଜୁ ଯିବା ପରେ ଏବେ ରିନୁ ଅସହାୟ। ତାକୁ କିଛି ଦିନ ସମୟ ଦେ, ସେ ତୋର ସବୁ ଟଙ୍କା ଫେରେଇ ଦେବ। ଏଇ ମିଟୁ, ଚଢ଼େଇର ଓକିଲତି କରିବାକୁ ଚାଲି ଆସିଲୁ? ମିଟୁ, ତୋ ସହ ମୋର କିଛି ଶତ୍ରୁତା ନାହିଁ। ତୁ ଏଠୁ ଚାଲି ଯା। ମୁଁ ଚଢ଼େଇକୁ ଆଉ ସମୟ ଦେଇ ପାରିବିନି। ମୁଁ ଆଜି ଏ ଗଛ କାଟି ଘରକୁ ନେବି। ଠିକ ଅଛି, ତୁ ଗଛ କାଟିବୁ ତ କାଟ। ମୁଁ ଏବେ ମୋ ସାଙ୍ଗ ଚିଲ ପାଖକୁ ଯାଇ ଏକଥା କହିଦେବି। ଚିଲ ଏଠାକୁ ଆସିଲେ ତୋର କଣ ଅବସ୍ଥା ହେବ ସେତେବେଳେ ତୁ ଜାଣିବୁ। ମିଟୁର ସାଙ୍ଗ ଚିଲ ଜାଣି ତ କାଉ ଅନେକ ଡରିଗଲା। ନା ନା, ଏକଥା ତୁ ଚିଲକୁ କହିବୁନି। ମୁଁ ଏବେ ଏଠୁ ଚାଲି ଯାଉଛି। ମିଟୁ ଭାଇ, ସତରେ କଣ ଚିଲ ତୁମ ସାଙ୍ଗ? ଆରେ ନା ନା, ଚିଲ ମୋ ସାଙ୍ଗ ନୁହଁ। ମୁଁ କେବଳ କାଉକୁ ଡରେଇବା ପାଇଁ ଏକଥା କହିଥିଲି। କାଉ ଯେମିତି ଡରିଲା ନା, ସେ ଆଉ କେବେ ତ ଗଛ କାଟିବାକୁ ଆସିବନି। ତୁମକୁ ବହୁତ ବହୁତ ଧନ୍ୟବାଦ ମିଟୁ ଭାଇ। ଆରେ ଚଢ଼େଇ, ମତେ ଧନ୍ୟବାଦ ଦେବାକୁ ପଡିବନି। ରାଜୁ ମୋର ଭଲ ସାଙ୍ଗ ଥିଲା। ତୁ ଯେତେବେଳେ ବି ଅସୁବିଧାରେ ପଡିବୁ ମତେ କହିବୁ। ମୁଁ ଏବେ ଯାଉଛି। ଏମିତି କହି ମିଟୁ ସେଠାରୁ ଚାଲିଗଲା।
ସେପଟେ କାଉ ଦୂର ଥାଇ ତାଙ୍କର ସବୁ କଥା ଶୁଣିନେଲା। ଆରେ ଏମାନେ ମତେ ବୋକା ବନେଇଦେଲେ। ସେ ଯାହା ବି ହଉ ମୁଁ ଏ ଗଛ କାଟିକି ହିଁ ରହିବି, ଆଜି ହଉ କି କାଲି। ମା କୁନି, ମୁଁ କାମ ଖୋଜିବାକୁ ଯାଉଛି। ତୁ ଏବେ ବହୁତ ଛୋଟ, ଏକା ବାହାରକୁ ଯିବୁନି। ମୁଁ ଠିକ ସମୟରେ ଫେରି ଆସିବି। ଠିକ ଅଛି ମା, ଚିନ୍ତା କରନି, ମୁଁ କୁଆଡେ ବି ଏକୁଟିଆ ଯିବିନି। ଏବେ ତୁମେ ଯାଅ। ଚଢ଼େଇ ଯେମିତି କାମ ଖୋଜିବା ପାଇଁ ବାହାରକୁ ଗଲା, କାଉ କୁରାଢି ନେଇ ଗଛ ପାଖକୁ ଆସିଲା। ଆଉ ସେ ଗଛ କାଟିବା ଆରମ୍ଭ କଲା। ଗଛ କାଟିବା ଶବ୍ଦରେ ଚଢ଼େଇ ଛୁଆ ବାହାରକୁ ଆସିଲା। କାଉ ଅଙ୍କଲ, ତୁମେ ଗଛ କାହିଁକି କାଟୁଛ? ଦୟାକରି ଗଛ କାଟନି, ଆମ ଘର ଭାଙ୍ଗିଯିବ। ମା ତୁମର ସବୁ ଟଙ୍କା ଦେଇଦେବେ, ଦୟାକରି ଗଛକୁ କାଟନି। କାଉ ଚଢ଼େଇ ଛୁଆର କିଛି କଥା ନ ଶୁଣି ଗଛ କାଟିବା ଆରମ୍ଭ କଲା। କିଛି ସମୟ ପରେ ହିଁ ପୁରା ଗଛକୁ ସେ କାଟିଦେଲା। ଚଢ଼େଇର ଘରଟି ଭାଙ୍ଗିଗଲା। ତାପରେ ସେ ସବୁ କାଠ ନେଇ ତା ଘରକୁ ଚାଲିଗଲା। ମା, କୋଉଠି ଅଛ ମା? ଶୀଘ୍ର ଫେରି ଆସ, ଆଉ ଆମ ଘର ନାହିଁ। ଏବେ ଆମେ କୋଉଠି ରହିବା? ଚଢ଼େଇ ଛୁଆ କାନ୍ଦୁଥିଲା। କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ମା ଚଢ଼େଇ ଫେରି ଆସିଲା। ସେ ଚାରିଦିଗକୁ ଭଲ ଭାବରେ ଅନେଇ କହିଲା, ଆରେ କଣ ଏଠି ତ ମୋ ଘର ନାହିଁ। ମୁଁ ବୋଧେ ଭୁଲ ଜାଗାକୁ ଚାଲି ଆସିଲି। ନାଇଁ ମା, ତୁମେ ଭୁଲ ଜାଗାକୁ ଆସିନ, ତୁମେ ଠିକ ଜାଗାକୁ ଆସିଛ। ତୁମେ ଯିବା ପରେ କାଉ ଅଙ୍କଲ ଏଠାକୁ ଆସିଲେ, ଆଉ ଆମ ଗଛକୁ କାଟି ସାଙ୍ଗରେ ନେଇଗଲେ। ଏଇ ଦେଖ ମା, ଆମ ଘର ଭାଙ୍ଗି ତଳେ ପଡିଛି। ଏଇ କଣ, ଆମ ଘର ତ ଭାଙ୍ଗି ଯାଇଛି। ଏବେ ଆମେ କୋଉଠି ରହିବା? ନୂଆ ଘର କିଣିବାକୁ ବି ଏବେ ମୋ ପାଖରେ ଟଙ୍କା ନାହିଁ। ଏତେ ବଡ ଶୀତ ରାତି ଆମେ କେମିତି ବିତେଇବା? ମୁଁ କିଛି ବୁଝିପାରୁନି। ମା, ମତେ ଭାରି ଥଣ୍ଡା ଲାଗୁଛି। ମୁଁ ଆଉ ବାହାରେ ରହିପାରିବିନି। ମତେ ଭାରି କଷ୍ଟ ହେଉଛି ମା, କିଛି କର, ନହେଲେ ମୁଁ ଏ ଥଣ୍ଡାରେ ମରିଯିବି। ଏମିତି କହନି ରେ ମା, ଚାଲ ଆମେ ମିଟୁ ଭାଇଙ୍କ ଘରକୁ ଯିବା। ଆଜି ରାତି ଆମେ ସେଇଠି ରହି ବିତେଇବା। ଚଢ଼େଇ ମିଟୁର ଘରକୁ ଗଲା। ହେଲେ ସେ ଦେଖିଲା ମିଟୁର ଘର ବାହାରେ ତାଲା ଝୁଲିଛି। ଏଇ କଣ, ମିଟୁ ଭାଇ ବୋଧେ ଘରେ ନାହାନ୍ତି। ଏବେ ଆମେ କୋଉଠିକି ଯିବା? ଏଇ ତ ଆଗରେ ପାରା ଭଉଣୀଙ୍କ ଘର। ଚାଲ ମା, ଆମେ ତାଙ୍କ ପାଖକୁ ଯିବା। ପାରା ଭଉଣୀ, ଦୟାକରି କବାଟ ଖୋଲ। ମୁଁ ବଡ ବିପଦରେ ପଡି ତୁମ ପାଖକୁ ଆସିଛି। ନା, ମୁଁ କବାଟ ଖୋଲି ପାରିବିନି। ଥଣ୍ଡା ପବନ ମୋ ଘରେ ପଶିଯିବ। ତୁ ସେଇଠୁ ଥାଇ କହ, କଣ କାମରେ ଆସିଛୁ? ପାରା ଭଉଣୀ, କାଉ ଭାଇ ମୋ ଘର ଭାଙ୍ଗି ଦେଇଛନ୍ତି। ରହିବାକୁ ଏବେ ମୋ ପାଖରେ ଆଉ ଘର ନାହିଁ। ଦୟାକରି ଆଜି ରାତି ମତେ ତୁମ ଘରେ ରହିବାକୁ ଦେଇଥାଅ। ସକାଳ ହେଉ ହେଉ ମୁଁ ତୁମ ଘରୁ ଚାଲିଯିବି। ମୋ ଘର ଅନେକ ଛୋଟ, ତୁ ଭାବିଲୁ କେମିତି ମୁଁ ତତେ ମୋ ଘରେ ରହିବାକୁ ଦେବି? ତୁ ଆଉ କାହା ପାଖକୁ ଯା, ମୁଁ ତତେ ମୋ ଘରେ ରଖିପାରିବିନି। ପାରା ଭଉଣୀ, ମତେ ନହେଲେ ନାହିଁ, ମୋ ଛୋଟ ଝିଅଟାକୁ ରହିବାକୁ ଦିଅ। ମୋ ଝିଅ ଥଣ୍ଡାରେ ଥରୁଛି। ଆଉ ଯଦି କିଛି ସମୟ ଥଣ୍ଡାରେ ରହିବ ତ ଦେହ ଖରାପ ହେଇଯିବ। ଦୟାକର ପାରା ଭଉଣୀ, ଆମ ଉପରେ ଟିକେ ଦୟା କର। ନା, ଏ ଶୀତରେ ମୁଁ କାହା ଉପରେ ବି ଦୟା କରିପାରିବିନି। ତୁ ଏଠୁ ଚାଲିଯା, ମତେ ବିରକ୍ତ କରନି। ଚଢ଼େଇ ଯାହା ପାଖକୁ ବି ଯାଇ ସାହାଯ୍ୟ ମାଗୁଥିଲା, କେହି ବି ତାକୁ ସାହାଯ୍ୟ କରୁନଥିଲେ। ଏମିତି ସେମାନେ ଆଗକୁ ଯାଉଥିଲେ। ଶୀତ ରାତି ହେଇଥିବାରୁ ସେମାନଙ୍କୁ କିଛି ବି ଦେଖା ଯାଉନଥିଲା। ହଠାତ୍ କୁନି ଆଗରେ ଥିବା ଗୋଟେ ଗଛରେ ବାଜି ତଳେ ଥିବା ଏକ ନଦୀରେ ପଡିଗଲା। ଆରେ ଏ କେମିତିକା ଶବ୍ଦ? ମା କୁନି, ତୁ ଠିକ ଅଛୁ ତ? କଥା କହ ମା, ତୁ କୋଉଠି ଅଛୁ? ମୁଁ ତତେ ଦେଖିବାକୁ ପାଉନି। ମା ଚଢ଼େଇ ତା ଝିଅ ପାଇଁ କାନ୍ଦୁଥିଲା। ହଠାତ୍ ସେତେବେଳେ ନଦୀ ଭିତରୁ ଏକ ଜଳପରି କୁନି ଚଢ଼େଇକୁ ଧରି ବାହାରିଲା। ଚାରିଦିଗ ଆଲୁଅ ହେଇଗଲା। ଜଳପରି ହାତରେ ନିଜ ଝିଅକୁ ଦେଖି ମା ଚଢ଼େଇ କହିଲା, କିଏ ତୁମେ ମୋ ଝିଅକୁ କାହିଁକି ଧରିଛ? ତୁମେ କଣ ଆମକୁ ମାରିବାକୁ ଆସିଛ? ଭଲ ହେବ ତୁମେ ଆମକୁ ମାରିଦିଅ। ଏ କଷ୍ଟରେ ଆମେ ଆଉ ବଞ୍ଚିବାକୁ ଚାହୁଁନୁ। ଚଢ଼େଇ, ତୁ ଏମିତି କାହିଁକି କହୁଛୁ? ତୋ ଝିଅ ନଦୀରେ ପଡି ଯାଇଥିଲା, ମୁଁ ତାକୁ ବାହାର କରି ନେଇ ଆସିଛି। ମତେ ତ କଷ୍ଟ କଥା କହ, ପାରିଲେ ମୁଁ ତାକୁ ଦୂର କରିଦେବି। ଚଢ଼େଇ କାନ୍ଦି କାନ୍ଦି ଜଳପରୀକୁ ସବୁ ଘଟଣା କହିଲା। ସତରେ ଚଢ଼େଇ, ତୋର ଭାରି ଦୁଃଖ। ହେଲେ ତୁ ଏବେ ଆଉ ଚିନ୍ତା କରନି, ମୁଁ ତତେ ସାହାଯ୍ୟ କରିବି। ମୁଁ ଏବେ ତ ଘରକୁ ପୂର୍ବ ଭଳି କରିଦେବି। ଏମିତି କହି ଜଳପରୀ ତା ଯାଦୁ ଶକ୍ତିରେ ଗୋଟେ ସୁନା ଘର ସେଠାକୁ ଆଣିଲା। ଚଢ଼େଇ, ଦେଖିଲୁ, ଏଇଟା ବୋଧେ ତୋ ଘର?
ନା ନା ଜଳପରି, ଏ ସୁନା ଘର ମୋର ନୁହଁ, ମୁଁ ୟାକୁ ନେଇ ପାରିବିନି। ଆଚ୍ଛା ତାହେଲେ ଏଇ ଘରଟି ନିଶ୍ଚୟ ତୋ ଘର ହେଇଥିବ, ଦେଖିଲୁ। ଜଳପରି, ଏଇଟା ତ ଗୋଟେ ଫଳ ଘର, ଏଇ ଘର ମୋର ନୁହଁ। ମୋ ଘର ତ ସାଧାରଣ କାଠ ଘର। ଏ ସବୁ କିଛି ମତେ ନ ଦେଇ ଗୋଟେ ସାଧାରଣ କାଠ ଘର ଦିଅ, ଯେମିତି ଏ ଶୀତ ଦିନ ମୁଁ ମୋ ଛୁଆ ସହ ସେ ଘରେ ରହିପାରିବି। ଆଚ୍ଛା ତେବେ ଦେଖିଲୁ ଏ ଘର କେମିତି, ଏ ଘରେ ତୁ ରହିପାରିବୁ ତ? ହଁ ହଁ ଜଳପରି, ଏଇଟା ତ ଗୋଟେ କାଠ ଘର, ମୁଁ ମୋ ଝିଅ ସହ ଏବେ ଆରାମରେ ଏ ଘରେ ରହିପାରିବି। ଚଢ଼େଇ, ତୁ ଗରିବ ହେଲେ ବି ତୋ ମନ ଭାରି ଭଲ। ମୁଁ ତ ଭଲ ଗୁଣ ଦେଖି ଏ 3ଟି ଘର ଉପହାର ଦେଉଛି। ତୁ ପ୍ରତିଦିନ ସୁନା ଘରୁ ସୁନା ପାଇବୁ, ଆଉ ଫଳ ଘରୁ ଫଳ ପାଇବୁ। ଏବେ ତୁ ଏ 3 ଘର ନେଇ ତୋ ଝିଅ ସହ ଖୁସିରେ ରହ। ଏମିତି କହି ଜଳପରି ସେଠାରୁ ଚାଲିଗଲା। ମା ଚଢ଼େଇ ଖୁସିରେ ତା ଝିଅ ସହ ସେ 3 ଘରେ ରହିଲା। ଅନେକ ଦିନ ତଳର କଥା। ଦୂର ଏକ ଜଙ୍ଗଲରେ 2 ଅନାଥ ଚଢ଼େଇ ଭଉଣୀ ରହୁଥିଲେ। ସେମାନେ ବେଶୀ କିଛି କାମ ଜାଣିନଥିଲେ, ଯାହାଫଳରେ ବହୁତ କଷ୍ଟ କରି ସେମାନେ ନିଜ ପାଇଁ ଖାଇବା ଯୋଗାଡ଼ କରୁଥିଲେ। ଦିନେ ଜଙ୍ଗଲରେ ଭୀଷଣ ବର୍ଷା ହେଲା। ତା ଦେଖି ମୁନି, ଦେଖେ ବର୍ଷା ସହ କେତେ ଜୋରରେ ପବନ ବହୁଛି। ଆମ ଜଙ୍ଗଲ ବାହାରେ ଯୋଉ ଆମ୍ବ ବଗିଚା ଅଛି, ଏ ପବନରେ କେତେ ପାଚିଲା ଆମ୍ବ ଗଛରୁ ଝଡ଼ି ପଡ଼ିଥିବ ନା? ହଁ, ତୁ ଠିକ କହିଲୁ। ଚାଲନା ଦିଦି, ଆମେ ଏବେ ହିଁ ସେ ଆମ୍ବ ବଗିଚାକୁ ଯିବା, ଆଉ କିଛି ପାଚିଲା ଆମ୍ବ ନେଇ ଆସିବା। ସକାଳ ହେଲେ ସମସ୍ତେ ସେଠି ଜମା ହେଇଯିବେ, ଆମେ ଗୋଟେ ବି ଆମ୍ବ ପାଇବାନି। ଆଚ୍ଛା ଠିକ ଅଛି, ଚାଲ ଏବେ ଯିବା। ଏମିତି କଥା ହେଇ ସେ 2 ଭଉଣୀ ସେଇ ଝଡ଼ ବର୍ଷା ରାତିରେ ଆମ୍ବ ବଗିଚାକୁ ଗଲେ। ସେ ଆମ୍ବ ବଗିଚାଟି ତାଙ୍କ ଘରଠାରୁ ଅନେକ ଦୂରରେ ଥିଲା। 2 ଭଉଣୀ ଯେତେବେଳେ ସେ ଆମ୍ବ ବଗିଚା ପାଖରେ ପହଞ୍ଚିଲେ, ସେମାନେ ଦେଖିଲେ ତଳେ ଅନେକ ଗୁଡ଼ିଏ ପାଚିଲା ଆମ୍ବ ପଡ଼ିଛି। ମୁନି ଖୁସି ହେଇ କହିଲା, ଆମ୍ବ ଖାଇବି, ମୁଁ ଆମ୍ବ ଖାଇବି। କୋଉଟା ଛାଡ଼ି କୋଉଟା ଖାଇବି? ତଳେ ପଡ଼ିଥିବା ଆମ୍ବ ଖାଇବି ନା ଗଛ ଉପରେ ଥିବା ଆମ୍ବକୁ ଖାଇବି? କୋଉଟା ଯେ ଆଗ ଖାଇବି? ମୁନି ଯୋଉ ଆମ୍ବ ଗଛ ତଳେ ଛିଡ଼ା ହେଇ ଏସବୁ କହୁଥିଲା, ସେତେବେଳେ ସେ ଆମ୍ବ ଗଛ ଉପରେ ଏକ ଛୋଟିଆ ଆମ୍ବଭୂତ ବସି ତା କଥା ଶୁଣୁଥିଲା। ଆରେ ବାପରେ, ଏଠାକୁ କୋଉ ରାକ୍ଷସୀ ଚାଲି ଆସିଛି? ସେ କଣ ତଳ ଉପରେ ଥିବା ସବୁ ଆମ୍ବ ଖାଇବ କହୁଛି? ନିଶ୍ଚୟ ଏ ରାକ୍ଷସୀ ମୋଠୁ ବି ଶକ୍ତିଶାଳୀ। ଭାବିଥିଲି ଆଜି ରାତି ଏଠି ରହି ସକାଳେ ଚାଲିଯିବି, ହେଲେ ମୁଁ ଏଠୁ ଯିବା ପୂର୍ବରୁ କୁଆଡ଼ୁ କେଜାଣି ଏ ରାକ୍ଷସୀ ଏଠାକୁ ଚାଲି ଆସିଲା। ଏବେ ମୁଁ ଯାଏ ସେମାନଙ୍କ ପାଖରୁ ନିଜକୁ ଆଗେ ରକ୍ଷା କରି। ଏମିତି କହି ଆମ୍ବଭୂତ ସେ 2 ଭଉଣୀଙ୍କ ସାମ୍ନାରେ ଆସି ଛିଡ଼ା ହେଇଗଲା। ଏମିତି ଏକ ଭୟଙ୍କର ଆମ୍ବକୁ ଦେଖି 2 ଭଉଣୀ ଖୁବ୍ ଡରିଗଲେ। କୁନି ମୁନିକୁ ଜାବୁଡ଼ି ଧରି ଜୋର ଜୋର ଚିତ୍କାର କଲା। ବାପରେ, ଏ କେମିତିକା ଭୂତ? ଆମକୁ କେହି ବଞ୍ଚାଅ, ଭୂତ, ଏ ଭୂତ ପାଖରୁ ଆମକୁ କେହି ରକ୍ଷା କର। ନା ନା ମାଲିକାଣୀ, ମୁଁ କାହିଁକି ତୁମକୁ ଖାଇବି? ମତେ ଦେଖି ତୁମେ ଡରୁଛ କଣ ପାଇଁ? ମୁଁ ତ ବହୁତ ଛୋଟ, ମୁଁ ତୁମକୁ କେମିତି ଖାଇପାରିବି? ଏବେ ତ ତୁମେ କହୁଥିଲ ଆମ୍ବ ଖାଇବ, କୋଉଟା ଛାଡ଼ି କୋଉଟା ଖାଇବ? ମୁଁ ତୁମକୁ ବହୁତ କିଛି ଦେବି, ଦୟାକରି ମତେ ଖାଅନି, ମତେ ଛାଡ଼ି ଦିଅ। ଆମ୍ବ ଭୂତର ଏମିତି କଥା ଶୁଣି କୁନି ଆଉ ମୁନି ଆଶ୍ଚର୍ଯ୍ୟ ହେଇଗଲେ, ଆଉ ନିଜ ଭିତରେ କଥା ହେଲେ। ଏ ଦିଦି, ଏ ଆମ୍ବ ଭୂତଟା କଣ ଏମିତି କହୁଛି? ଇଏ ଆମକୁ କଣ ଦେବ? ଏ ଆମ୍ବ ଭୂତର ବୋଧେ ମୁଣ୍ଡ ଖରାପ ହେଇଯାଇଛି। ଇଏ ଆମର କିଛି କ୍ଷତି କରିବା ପୂର୍ବରୁ ଚାଲ ଆମେ ଏଠୁ ପଳେଇବା। ଆରେ ବୋକି, ଏ ଆମ୍ବ ଭୂତ ଆମକୁ ଡରି ଆମକୁ ସାହାଯ୍ୟ କରିବ କହୁଛି। ଏମିତିରେ ତ ଆମେ ଠିକରେ ଖାଇବା ପାଆନ୍ତିନି। ଏଇଟା ଆମ ପାଇଁ ବଢ଼ିଆ ସୁଯୋଗ। ଚାଲ ଆମେ ଏ ଆମ୍ବ ଭୂତକୁ ଅନେକ ସାରା ଖାଇବା ମାଗିବା। ଠିକ ଅଛି ଆମ୍ବ ଭୂତ, ତୁ ଯଦି ଆମକୁ କିଛି ଦେବାକୁ ଚାହୁଁଛୁ, ତେବେ ଏମିତି କିଛି ଦେ ଯେମିତି ଆମର ଆଉ ଖାଇବାର ଚିନ୍ତା ରହିବନି। ସବୁଦିନ ଆମେ ପେଟ ପୁରା ଖାଇବା ଖାଇପାରିବୁ। ତାଙ୍କ କଥା ଶୁଣି ଆମ୍ବଭୂତ ଯାଦୁ କରି 2ଟି ହାଣ୍ଡି ବାହାର କଲା, ଆଉ ସେ 2 ହାଣ୍ଡି 2 ଭଉଣୀକୁ ଦେଲା। ଏ 2 ହାଣ୍ଡି ଯାଦୁର ହାଣ୍ଡି, ତୁମେ ଯେତେ ଥର ଏ ହାଣ୍ଡିକୁ ଖାଇବା ମାଗିବ ସେ ତମକୁ ଦେବ। ତାପରେ 2 ଭଉଣୀ 2 ହାଣ୍ଡି ନେଇ ସେଠାରୁ ଚାଲିଗଲେ। ସେମାନେ ଅନେକ ସମୟ ଧରି ବର୍ଷାରେ ଭିଜୁଥିଲେ। କିଛି ଦୂର ଯାଇଛନ୍ତି କି ନାହିଁ, ସେମାନେ ବହୁତ ଥକିଗଲେ। ମୁନି, ଏ ମୁନି, ମତେ ଭାରି ଥକା ଲାଗୁଛି ରେ ଭଉଣୀ, ମୁଁ ବୋଧେ ଆଗକୁ ଆଉ ଯାଇପାରିବିନି। ମୋର ବି ତ ସେଇ ଏକା ଅବସ୍ଥା ଦିଦି, ଏ ବର୍ଷାରେ ଭିଜିବା ଯୋଗୁଁ ଭାରି ଥଣ୍ଡା ଲାଗୁଛି। ଚାଲ ନା ଦିଦି,
ବର୍ଷା ଛାଡ଼ିବା ଯାଏ କୋଉଠି ରହିଯିବା, ତାପରେ ଘରକୁ ଯିବା। ଏଇ ଆଗରେ କାଉର ଘର ଅଛି, ଚାଲ ତା ପାଖକୁ ଯିବା, ବର୍ଷା ଛାଡ଼ିବା ଯାଏ ତା ଘରେ ରହିବା। ଏମିତି କଥା ହେଇ ସେମାନେ କାଉର ଘରକୁ ଗଲେ ଆଉ ତାର କବାଟ ବାଡ଼େଇଲେ। କାଉ ବିରକ୍ତ ହେଇ କବାଟ ଖୋଲିଲା। ତା ଆମ ଦି ଭଉଣୀଙ୍କର କିଛି କାମ ନାହିଁ କି? ଏ ଝଡ଼ ବର୍ଷା ରାତିରେ ମୋ ଘରକୁ କାହିଁକି ଆସିଛ? ଆରେ କାଉ, ଏ ବର୍ଷାରେ ଭିଜି ଭିଜି ଭାରି ଥଣ୍ଡା ଲାଗିଲାଣି, ଆଉ ଘରକୁ ଫେରିବାକୁ ସାହସ ହେଉନି। ବର୍ଷା ଛାଡ଼ିବା ଯାଏ ଆମକୁ ତ ଘରେ ଆଶ୍ରୟ ଦେଇଥା। ନା ନା, ମୁଁ ତମମାନଙ୍କୁ ମୋ ଘରେ ରଖିପାରିବିନି। ଯଦି ବି ରଖିବି ମୋ ଘରେ କିଛି ଖାଇବା ନାହିଁ। ମୁଁ ତମମାନଙ୍କୁ କ'ଣ ଖାଇବା ଦେବି? ଖାଇବା କଥା ତ ଚିନ୍ତା କରନି, ଆମ ପାଖରେ 2ଟି ଯାଦୁର ହାଣ୍ଡି ଅଛି। ଆମେ ହାଣ୍ଡିକୁ ଯାହା ବି ଖାଇବା ମାଗିବୁ ସେ ଆମକୁ ଦେବ, ତୁ ଖାଲି ଆମକୁ ରହିବାକୁ ଦେ। ଏସବୁ କଥା ଶୁଣି କାଉ ମନରେ ଲୋଭ ଆସିଲା। ସେ ମନରେ ଚିନ୍ତା କଲା, ଏମାନେ ଏସବୁ କ'ଣ କହୁଛନ୍ତି? ଯାଦୁର ହାଣ୍ଡି? ସତରେ କ'ଣ ଏଇ ଯାଦୁର ହାଣ୍ଡିକୁ ଯାହା ବି ମାଗିବ ସେ ତା ଦେବ? ଆଜି ରାତିରେ ମୁଁ ଏସବୁ ପରୀକ୍ଷା କରିବି। ଆଗ ଏ 2 ଭଉଣୀକୁ ମୋ ଘରେ ରଖେ। କ'ଣ ହେଲା କାଉ, କ'ଣ ଏତେ ଭାବୁଛୁ? ନା ନା, ସେ କିଛି ନୁହଁ। ତମମାନଙ୍କ ପାଖରେ ଯଦି ଖାଇବା ଅଛି ତେବେ ଆଜି ରାତି ମୋ ଘରେ ରହିଯାଅ, ମୋର କିଛି ଆପତ୍ତି ନାହିଁ। କାଉର କଥା ଶୁଣି କୁନି ମୁନି ଘର ଭିତରକୁ ଗଲେ। ସେମାନେ ଏତେ ଥକି ଯାଇଥିଲେ ଯେ ଶୀଘ୍ର ହିଁ ଶୋଇପଡ଼ିଲେ। ସେମାନେ ଯେମିତି ଶୋଇପଡ଼ିଲେ କାଉ ସେଠାକୁ ଆସିଲା। ସତରେ କ'ଣ ଏ ହାଣ୍ଡି ଯାଦୁର? ମୁଁ ଏବେ ପରୀକ୍ଷା କରିନିଏ। ଏ ଯାଦୁର ହାଣ୍ଡି, ମତେ ଜିଲାପି ଦରକାର, ମତେ ହାଣ୍ଡି ଭର୍ତ୍ତି ଜିଲାପି ଦେ। ଏ କି ଚମତ୍କାର, ମୋ କଥା ସରୁ ସରୁ ମତେ ଖାଇବା ମିଳିଗଲା। ମୁଁ ଆଉ ଏ ହାଣ୍ଡି ଏମାନଙ୍କୁ ଦେବିନି। ମୋ ପାଖରେ ଏମିତି 2ଟି ହାଣ୍ଡି ଅଛି, ମୁଁ ସେ 2ଟା ସାଧାରଣ ହାଣ୍ଡି ଆଣି ଏମାନଙ୍କ ପାଖରେ ରଖିଦିଏ। ଏମିତି କହି କାଉ 2 ଯାଦୁର ହାଣ୍ଡି ନେଇଗଲା ଆଉ 2ଟି ସାଧାରଣ ହାଣ୍ଡି ଆଣି ସେଠି ରଖିଦେଲା। ପରଦିନ ସକାଳେ ବର୍ଷା ଛାଡ଼ିଗଲା। 2 ଭଉଣୀ ସେଇ ସାଧାରଣ ହାଣ୍ଡି ନେଇ ଘରକୁ ଫେରି ଆସିଲେ। ସେମାନେ ସେ ହାଣ୍ଡିକୁ ଖାଇବା ମାଗିଲେ, ହେଲେ କିଛି ବି ଖାଇବା ପାଇଲେନି। ଏ କ'ଣ ମୁନି, ସେ ଆମ୍ବଭୂତ ଆମକୁ ଠକିଦେଲା। ଯାଦୁର ହାଣ୍ଡି କହି ସେ ଆମକୁ ସାଧାରଣ ହାଣ୍ଡି ଧରେଇଦେଲା। ଚାଲ ଏବେ ତା ପାଖକୁ ଯିବା, ଆଜି ତ ମୁଁ ତାକୁ ସତ ସତିକା ଖାଇଦେବି। ତାପରେ 2 ଭଉଣୀ ପୁଣି ଥରେ ସେଇ ଆମ୍ବ ବଗିଚା ପାଖକୁ ଗଲେ। ଆମ୍ବଭୂତ ସେମାନଙ୍କୁ ଦେଖି ତଳକୁ ଆସିଲା। ଆଜି ପୁଣି ତମେମାନେ କ'ଣ ପାଇଁ ଏଠାକୁ ଆସିଲ? ମତେ ଖାଇବାକୁ ଆସିନ ତ? ହଁ, ଆମେ ତତେ ଖାଇବାକୁ ଆସିଛୁ। ଏବେ ହିଁ ଆମେ ତତେ ଖାଇଦେବୁ। ତୁ ଆମକୁ ଠକିଛୁ। ତୁ ଯୋଉ ହାଣ୍ଡି ଆମକୁ ଦେଇଥିଲୁ, କାଇଁ ସେଥିରୁ ତ କିଛି ବି ଖାଇବା ବାହାରୁନି। ନା ନା ନା, ଏମିତି ହେଇପାରିବନି। ମୁଁ ସତ ସତିକା ଯାଦୁର ହାଣ୍ଡି ତମକୁ ଦେଇଥିଲି। ଆଚ୍ଛା କହିଲ, ଏ କଥା ତମେ ଆଉ କାହାକୁ କହିଥିଲ କି? ହଁ, କାଉକୁ କହିଥିଲୁ। ଗତ ରାତି ଆମେ ଥକି ଯିବାରୁ ତା ଘରେ ଆଶ୍ରୟ ନେଇଥିଲୁ ଆଉ ତାକୁ ହିଁ ଏକଥା କହିଥିଲୁ। ମୁଁ ଏବେ ସବୁ ବୁଝିଗଲି। ସେଇ ଦୁଷ୍ଟ କାଉ ତମମାନଙ୍କ ଯାଦୁର ହାଣ୍ଡି ନେଇଯାଇଛି ଆଉ ତା ବଦଳରେ ସେ ତମମାନଙ୍କୁ ସାଧାରଣ ହାଣ୍ଡି ଦେଇଦେଇଛି। ହେଲେ ଚିନ୍ତା କରନି, ମୁଁ ଆଜି ତମମାନଙ୍କୁ 2ଟି ଯାଦୁର ଲାଠି ଦେବି। ଏଇ ଲାଠି ଦ୍ୱାରା ତମେମାନେ ନିଜ ଯାଦୁର ହାଣ୍ଡି ଫେରି ପାଇବ। ଏ 2 ଲାଠି ତମର ସବୁ କଥା ମାନିବେ। ତାପରେ କୁନି ମୁନି ସେଇ ଯାଦୁର ଲାଠି ଧରି କାଉ ପାଖକୁ ଗଲେ। ଏ କାଉ, ଭଲରେ ଆମକୁ ଆମ ଯାଦୁର ହାଣ୍ଡି ଫେରେଇ ଦେ। ଆମେ ଜାଣିଛୁ ତୁ ହିଁ ଆମ ଯାଦୁର ହାଣ୍ଡି ନେଇଛୁ ନା। ଏସବୁ କ'ଣ ଓଲଟା ପାଲଟା କଥା କହୁଛ? ମୁଁ କାହିଁ ତମ ଯାଦୁର ହାଣ୍ଡି ନେବି? ଆଜି ସକାଳେ ତ ତମେମାନେ ନିଜ ହାଣ୍ଡି ନେଇ ଘରକୁ ଗଲ। ବୁଝିଗଲୁ, ତୁ ଏମିତି ଆମକୁ ଆମ ହାଣ୍ଡି ଦେବୁନି। ରହ, ଏବେ ତ କଥା ବୁଝୁଛୁ। ଏ ଯାଦୁର ଲାଠି, ଏ କାଉ ସତ କଥା ନ କହିଲା ଯାଏ ତାକୁ ପିଟ। ତାପରେ 2 ଲାଠି କାଉକୁ ଅନେକ ପିଟିଲେ। କାଉ ଯନ୍ତ୍ରଣାରେ ଚିତ୍କାର କଲା। ମତେ ଆଉ ମାରନି। ଓହ କି କଷ୍ଟ। ମୁଁ ଏବେ ତମମାନଙ୍କୁ ତମ ହାଣ୍ଡି ଫେରେଇ ଦେବି। ଦୟାକରି ଏ ମାଡ଼କୁ ବନ୍ଦ କର। ତାପରେ 2 ଲାଠି କାଉକୁ ଆଉ ପିଟିଲେନି। କାଉ ଦୌଡ଼ି ଯାଇ ଘର ଭିତରୁ ଯାଦୁର ହାଣ୍ଡି ଆଣି 2 ଭଉଣୀକୁ ଦେଇଦେଲା। କୁନି ମୁନି ଯାଦୁର ହାଣ୍ଡି ପାଇ ଖୁବ୍ ଖୁସି ହେଇଗଲେ ଆଉ ନିଜ ଘରକୁ ଫେରି ଆସିଲେ।